ପ୍ରବନ୍ଧ ପ୍ରତିଭା ପୂଜା ଓ ପ୍ରତିମା ପୂଜା। ପ୍ରାବନ୍ଧିକ ପଣ୍ଡିତ ନୀଳକଣ୍ଠ ଦାସ। ଗୋଟିଏ କଥାରେ କହିଲେ କୁହାଯିବ ପ୍ରତିଭା ପୂଜା ଓ ପ୍ରତିମା ପୂଜାର ଅର୍ଥଶକ୍ତି ଉପାସନା। ଉପାସନା ମାନବର ଗୋଟିଏ ସ୍ୱତନ୍ତ୍ର ବୃତ୍ତି। ଯେତେବେଳେ ସେ ଆପଣାଠାରୁ କୌଣସି ମହତ୍ତର ଶକ୍ତିର କାର୍ଯ୍ୟ ଦେଖେ, ଯେତେବେଳେ କୌଣସି ଶକ୍ତିର କାର୍ଯ୍ୟ ଦେଖି ସେ ବିସ୍ମିତ ବା ଅଭିଭୂତ ହୁଏ, ଯେତେବେଳେ କୌଣସି ଶକ୍ତି ବା ଗୁଣର କଳ୍ପନା କରି ତାହାର ନିଜର ଶକ୍ତି ବିପନ୍ନ ବା ପ୍ରତିହତ ହେଲା ପରି ତାକୁ ବୋଧ ହୁଏ, ଅନ୍ୟଠାରେ କୌଣସି ଶକ୍ତିର ବିକାଶ ଦେଖି ଯେତେବେଳେ ସେ ତହିଁରେ ଅନୁପ୍ରାଣିତ ହୋଇ ତାହା ନିଜେ ପାଇବାକୁ ଇଚ୍ଛା କରେ, ସେତେବେଳେ ତାହାର ଉପାସନାର ପ୍ରବୃତ୍ତି ଜାଗ୍ରତ ହୁଏ। ସ୍ଥୂଳତଃ ମନୁଷ୍ୟ ଅନ୍ୟର କୌଣସି ବିଶିଷ୍ଟ ଗୁଣ ବା ଶକ୍ତି ଦେଖି ଟିକିଏ ବିଶିଷ୍ଟ ଭାବରେ ଭାବାନ୍ୱିତ ହେଲେ ଉପାସନା କରିବାକୁ ତାହାର ସ୍ୱତଃ ଇଚ୍ଛା ହୁଏ। ଏତେ ଭାବେଚିନ୍ତି ଭୂୟଦର୍ଶନର ବିଶ୍ଳେଷଣ ବିଚ୍ଛେଦ କରି କେହି ଉପାସନାରେ ପ୍ରବୃତ୍ତ ହୁଅନ୍ତି ନାହିଁ। ଏହା ମନୁଷ୍ୟର ଗୋଟିଏ ପ୍ରାକୃତିକ ବୃତ୍ତି ଏବଂ ଅଜ୍ଞାତ ଭାବରେ ତାହାର ମଧ୍ୟରେ କାର୍ଯ୍ୟ କରେ ଏବଂ ସାମାନ୍ୟ ଶକ୍ତିଧର ଲୋକର ଗୁଣ ପ୍ରଶଂସାଠାରୁ ଆରମ୍ଭ କରି ଅନନ୍ତ ଶକ୍ତି ଭଗବାନଙ୍କର ଉପାସନା ପର୍ଯ୍ୟନ୍ତ ଏହି ପ୍ରତିଭା ପୂଜାର କାର୍ଯ୍ୟକ୍ଷେତ୍ର ବିସ୍ତୃତ ରହିଅଛି। ଲୋକେ ଅଜ୍ଞାତ ଭାବରେ ସଂସର୍ଗ ପ୍ରଭାବରୁ ଯେ ଦୋଷଗୁଣ ଅଧିକାରୀ ହୁଅନ୍ତି, ସେଥିରେ ମଧ୍ୟ ଦେଖି ବସିଲେ ଏହି ଶକ୍ତି ପୂଜାର ଆଭାସ ମିଳିବ। ଏପରିକି ଜୀବନର ପ୍ରତ୍ୟେକ କ୍ରିୟାକଳାପରେ, ଜୀବନର ପ୍ରତ୍ୟେକ ପରିବର୍ତ୍ତନରେ ଏହାର ସତ୍ତା କ୍ଷୀଣ ହେଲେ ହେଁ ପ୍ରତ୍ୟକ୍ଷ କରାଯାଇପାରେ। ସାଧାରଣ ଲୋକ ପକ୍ଷରେ ଏ ସମସ୍ତ ପୂଜା ଓ ଅନୁକରଣ ପ୍ରକ୍ରିୟା ଅଜ୍ଞାତ ହେଲେ ହେଁ ଏହା ସର୍ବଦା ଅଜ୍ଞାତ ରହେ ନାହିଁ। ବିଚାରଶକ୍ତି ପ୍ରଭାବରେ ଏହି ଅଜ୍ଞାତ ବୃତ୍ତି ସବୁ ନିର୍ଦ୍ଧାରଣ କରିବା ଦ୍ୱାରା ତାହାର ସୁପରିଚାଳନା ହୋଇଥାଏ ଏବଂ ଏହିଠାରେ ସମସ୍ତ ମାନବ ତତ୍ତ୍ୱ, ବିଜ୍ଞାନ ଓ ଦର୍ଶନର ମୂଳ ରହିଅଛି। ଏହିଠାରେ ବିଜ୍ଞାନ ଓ ଶିଳ୍ପ ନିମନ୍ତେ ପଥ ପରିଷ୍କାର କରୁଅଛି। ଅର୍ଥାତ୍ ଏହି ଅଜ୍ଞାତ ପ୍ରକ୍ରିୟାର ବିଶ୍ଳେଷଣରେ ଆମ୍ଭେମାନେ ଜ୍ଞାନ ଲାଭ କରୁ ଏବଂ ଯେତେବେଳେ ସେହି ଜ୍ଞାନ ଅନୁସାରେ ସେହି ଅଜ୍ଞାତ ପ୍ରଣାଳୀର ପରିଚାଳନା ହୁଏ, ସେତେବେଳେ ତାହା ଶିଳ୍ପ ଆଖ୍ୟା ଧାରଣ କରେ। ତେଣୁ ଆଜି ଏହି ପ୍ରବନ୍ଧରେ ସେହି ଅଜ୍ଞାତ ପ୍ରତିଭା ପୂଜାକୁ ଟିକିଏ ସାଧାରଣ ଭାବରେ ବିଶ୍ଳେଷଣ କରି ଯେତେ ଦୂର ସମ୍ଭବ ତାର ସୁପରିଚାଳନାର ମାର୍ଗ ଅନ୍ୱେଷଣ କରିବୁ। ଅଜ୍ଞାତ ପୂଜା ପ୍ରକ୍ରିୟାର ବିଶ୍ଳେଷଣ ପୂର୍ବରୁ ପୂଜା ଓ ପୂଜକ ବା ଉପାସ୍ୟ ଉପାସକର ସମ୍ବନ୍ଧ ଟିକିଏ ବୁଝି ରଖିବା ଆବଶ୍ୟକ। ଦୁହିଁଙ୍କର ପରସ୍ପର ସମ୍ବନ୍ଧ ପ୍ରତି ଦୃଷ୍ଟି ନ ଦେଲେ ଅନେକ ସ୍ଥଳରେ ଦୁର୍ବୋଧ୍ୟତା ଜନ୍ମ ନେଇପାରେ। ପୂଜ୍ୟ ବସ୍ତୁ ବା ଉପାସ୍ୟ ଦେବତାଠାରେ ମନୁଷ୍ୟ ଯାହା କଳ୍ପନା କରେ, ଅର୍ଥାତ୍ ପ୍ରତ୍ୟକ୍ଷ ବା ଅନୁମାନରେ ତାହାଠାରେ ଯେଉଁ ଗୁଣର ବିକାଶ ଦେଖି ସେ ଭାବାନ୍ୱିତ ହୁଏ, ତାହାର ପ୍ରକୃତି ଅଲକ୍ଷିତ ଭାବରେ ସେହି ଆଡ଼କୁ ଧାବିତ ହୁଏ। ଏଣୁ ବିବେଚନା ପ୍ରସ୍ତୁତ ପରିଚାଳନା ପ୍ରଣାଳୀରେ ଆମ୍ଭେମାନେ ଦୋଷ ପରିହାର କରି କେବଳ ମାନବର ଉନ୍ନତି ବିଧାୟକ ଗୁଣ ପ୍ରତି ଦୃଷ୍ଟି ଦେଉ। କାରଣ ଉଦାହରଣ ସ୍ୱରୂପ କୁଚକ୍ରୀ କପଟାଚାରୀ ଲୋକର ଅଦ୍ଭୁତ ଶକ୍ତିରେ ମୋହିତ ହୋଇ ସାଧାରଣ ମାନବ ତହିଁରେ ପ୍ରଣୋଦିତ ହେବା ବିଚିତ୍ର ନୁହେଁ। ପକ୍ଷାନ୍ତରେ ମାନବ ଯାହା ସୁଖ ଲାଭ କରେ, ଭଲ ହେଉ ମନ୍ଦ ହେଉ, ଯେ ସେ ସବୁ ଗୁଣର ନିଜର ଉପାସ୍ୟ ଦେବତାଠାରେ କଳ୍ପନା କରି ଅନେକ ସମୟରେ ଅଲକ୍ଷିତ ଭାବରେ ସେହି ଦିଗକୁ ଚାଳିତ ହୁଏ। ଏଥିରୁ ତାହାକୁ ରକ୍ଷା କରିବାରେ ମଧ୍ୟ ଜ୍ଞାନ ସମୃଦ୍ଧ ପରିଚାଳନା ପ୍ରଣାଳୀର କାର୍ଯ୍ୟ ଅଛି। ଶେଷତଃ ଉପାସ୍ୟ ବସ୍ତୁଠାରେ ଅଲୌକିକତ୍ୱ କଳ୍ପନା ଓ ଆରୋପ କରି ମନୁଷ୍ୟ ଚିରଦିନ ଉପାସ୍ୟ ବା ପୂଜ୍ୟ ବସ୍ତୁର ଗୁଣ ସବୁ ନିଜର ଅଲଭ୍ୟ ମନେକରି ଆତ୍ମଗ୍ଳାନିରେ ନିମଜ୍ଜିତ ହେବାର ବିପଦ ଅଛି। ଏହିଠାରେ ହିଁ ପ୍ରତିଭା ପୂଜା ସ୍ପଷ୍ଟ ଭାବରେ ପ୍ରତିମା ପୂଜାରେ ପରିଣତ ହୋଇଥାଏ। ଏଣୁ ଏ କ୍ଷେତ୍ରରେ ବିଶିଷ୍ଟ ସାବଧାନତା ସହିତ ପଦକ୍ଷେପ କରିବା ବାଞ୍ଛନୀୟ। ସୁତରାଂ ଏ ତିନୋଟି ପ୍ରତି ଲକ୍ଷ୍ୟ କରି ସର୍ବଦା ବିଶ୍ଳେଷଣ ପ୍ରକ୍ରିୟାରେ ଅଗ୍ରସର ହେବାକୁ ହେବ। ଆମ୍ଭେମାନେ ମଧ୍ୟ ବିଶ୍ଳେଷଣରେ ଏହି ପ୍ରଣାଳୀର କ୍ରମବିକାଶ ପ୍ରତି ଦୃଷ୍ଟି ଦେବୁ
ଏବଂ କ୍ରମଶଃ ଦୃଷ୍ଟାନ୍ତ ଓ ବ୍ୟାଖ୍ୟା ଦ୍ୱାରା ଏହି ପ୍ରକ୍ରିୟା ତ୍ରୟର ପ୍ରଭାବ ସ୍ପଷ୍ଟ ଭାବରେ ଆଲୋଚନା କରିବୁ। ତତ୍ପର ପ୍ରକୃତ ପ୍ରତିଭା ପୂଜା କିନ୍ତୁ ବସ୍ତୁ ଏବଂ ତାହାର ପ୍ରତିମା ପୂଜା ସଙ୍ଗେ କି ସମ୍ବନ୍ଧ ରଖିବା ଉଚିତ ଏବଂ କିପରି ପରିଚାଳିତ ହେଲେ ତାହା ମାନବର ବ୍ୟକ୍ତିଗତ, ସାମାଜିକ ଓ ଆଧ୍ୟାତ୍ମିକ ଜୀବନର ଉନ୍ନତି ବିଧାୟକ ହେବ, ସ୍ଥୂଳ ଭାବରେ ତାହାର ଅଭ୍ୟାସ ଦେବୁ। ପୂଜା ଓ ଉପାସନା ଏହି ଦୁଇଟି ଶବ୍ଦ ପ୍ରାୟ ଏକ ଭାବରେ ବ୍ୟବହୃତ ହୋଇଥାଏ, କିନ୍ତୁ ଏଠାରେ ଆମ୍ଭେମାନେ ତା'ର ଟିକିଏ ପ୍ରଭେଦ ଦେଖିବୁ। ମନୁଷ୍ୟ ଯେତେବେଳେ କୌଣସି ବିଶିଷ୍ଟ ଗୁଣରେ ପ୍ରତିହତ ହୋଇ ଭୀତ ବା ତ୍ରସ୍ତ ହୁଏ, ସେତେବେଳେ ସେ କେବଳ ସେହି ଶକ୍ତିରୁ ଆତ୍ମରକ୍ଷା କରିବା ପାଇଁ ଉପାସନା ଆରମ୍ଭ କରେ ଏବଂ ଯେତେବେଳେ ଗୁଣରେ ମୁଗ୍ଧ ହୋଇ ଆଦର କରେ, ସେତେବେଳେ ପୂଜା କରେ ଏବଂ ଅଭିଭୂତ ହେଲେ ପୂଜା ପୁଣି ଉପାସନାରେ ପରିଣତ ହୁଏ। ଫଳରେ ପରିମାଣର ଇତର ବିଶେଷ ଛାଡ଼ିଦେଲେ ଦୁଇଟି ବସ୍ତୁ ଏବଂ ଶେଷରେ ଦୁଇଟିର ପରିଣାମ ଯଥା ଦେବେ ତେବେ ତଥା ଦେହେ। ପୁଣି ପ୍ରତିଭା ପୂଜା ବରାବର ପ୍ରତିମା ପୂଜାରେ ପରିଣତ ହେଲେ ସ୍ଥଳ ବିଶେଷରେ ଏହି ନୀତି ଯଥା ଦେହେ ତଥା ଦେବେର ପ୍ରକୃତି ଧାରଣ କରେ। ତେବେ ସାଧାରଣ କଥାରେ ଆମ୍ଭେମାନେ ଗୁଣବାନ ଲୋକଙ୍କୁ ଉପାସନା କରୁନାହୁଁ, ପୂଜା କରିପାରୁ, ମାତ୍ର ଦୁଇଟିର ପ୍ରକୃତିଗତ ବିଶେଷ କୌଣସି ପ୍ରଭେଦ ନାହିଁ। ଶକ୍ତିଠାରୁ ଭୟ ମଧ୍ୟ ସମୟରେ ଗୁଣର ଆଦରରେ ପରିଣତ ହୁଏ। ଅନ୍ୟପକ୍ଷରେ ଗୁଣର ଆଦରରେ କାଳକ୍ରମେ ଆଲୌକିକ ଆରୋପିତ ହେଲେ ମନୁଷ୍ୟ ସେଥିରେ ଅଭିଭୂତ ଓ ସମୟ ବିଶେଷରେ ସେଥିରୁ ଭୀତ ହୁଏ। ଏ ସମସ୍ତ ପ୍ରକ୍ରିୟା ଗୋଟିଏ ମନୋବୃତ୍ତିର ଫଳ। ତେଣୁ ଗୋଟିଏ ପ୍ରକାରରେ ମନୁଷ୍ୟ ଥରେ ପ୍ରତିଭା ପୂଜାରେ ପ୍ରଣୋଦିତ ହେଲେ ଅନ୍ୟ ସମସ୍ତେ ପ୍ରତିମା ପୂଜା ସେହି ଆକାର ଧାରଣ କରେ। ବୁଦ୍ଧି ଓ ବିଚାର ଶକ୍ତିର ବିକାଶ ନ ହେଲେ ସେ ଏସବୁର ଆଂଶିକ ପ୍ରଭେଦ ବୁଝି କ୍ରିୟାକଳାପର ପରିଚାଳନା କରିବାକୁ ସମର୍ଥ ହୁଏ ନାହିଁ। ପ୍ରତ୍ୟେକ ଲୋକର ଉପାସନାର କୌଣସି ଗୋଟିଏ ହେଲେ ପନ୍ଥା ଅଛି ଏବଂ ଯେଉଁଠାରେ ସେ କୌଣସି ମହତ୍ତର ବା ଉଚ୍ଚତର ଗୁଣର ବିକାଶ ଦେଖେ, ସେ ସେହି ପ୍ରଣାଳୀରେ ତାହାର ପୂଜା କରେ। ଅତଏବ ଦେଖାଗଲା, ପ୍ରତିଭା ପୂଜା ମନର ଗୋଟିଏ ବୃତ୍ତିରୁ ଜାତ। କେବଳ ଅଜ୍ଞାତ ଭାବରେ ଏହା ମନୁଷ୍ୟର ପ୍ରଭାବିତ କରିବାରୁ ଏହି ପ୍ରତିମା ପୂଜାରେ ପରିଣତ ହୁଏ ଏବଂ ପ୍ରତିମା ପୂଜାର ଗୋଟିଏ ପ୍ରଣାଳୀ ମାତ୍ର। ତେବେ ଏହି ପୂଜାର ପ୍ରଣାଳୀ ପ୍ରତି ଦୃଷ୍ଟି ଦେଲେ ଆମ୍ଭେମାନେ ପ୍ରତିଭା ପୂଜା ଓ ପ୍ରତିମା ପୂଜାର ପରସ୍ପର ସମ୍ବନ୍ଧ ବୁଝିପାରିବୁ। ମୂଳରେ ଏହା ଶକ୍ତିର ଉପାସନା ବା ଗୁଣର ପୂଜା। ମନୁଷ୍ୟ ଯେଉଁଠାରେ ନିଜର ଗୁଣଠାରୁ ମହତ୍ତର ଗୁଣର ବିକାଶ ଅନୁଭବ କରେ, ସେହିଠାରେ ତାହାର ପ୍ରତିଭା ପୂଜା ବିକଶିତ ହୁଏ। ତେଣୁ ଏହି ପ୍ରତିଭା ପୂଜାର ଗୁଣ ଓ ଗୁଣଧର ବସ୍ତୁ ଏହି ଦୁଇଟି ଉପାଦାନ ରହୁଅଛି ଏବଂ ଏହି ଦୁଇଟିକୁ ଲକ୍ଷ୍ୟ କରି ପୂଜାର ତିନୋଟି ପ୍ରଣାଳୀ ନିର୍ଦ୍ଦେଶ କରାଯାଇପାରେ। 1. ଏହା ଗୁଣ ପରିବର୍ତ୍ତେ କେବଳ ଗୁଣମାନ ବସ୍ତୁର ପୂଜା ହୋଇପାରେ। 2. କିମ୍ବା ବସ୍ତୁହୀନ ଶୂନ୍ୟ ଗୁଣର ପୂଜା ବା ଆଦର ଏହାର ଗୋଟିଏ ପ୍ରଣାଳୀ ହୋଇପାରେ। 3. କିମ୍ବା ଶେଷତଃ ଦୁଇଟିର ସମବାୟ ହୋଇପାରେ। ଏହିପରି ଗୁଣର ଆରାଧନା ଓ ଅନୁକରଣ ସମସ୍ତଙ୍କର ଜ୍ଞାତ ବା ଅଜ୍ଞାତ ଲକ୍ଷ୍ୟ ହେଲେ ହିଁ ଅନୁଷ୍ଠାନ ପ୍ରଣାଳୀରେ ଏହାର ତିନୋଟି ପ୍ରକାର ପରିଲକ୍ଷିତ ହୁଏ। ଏଣୁ ଏ ତିନୋଟି ପୃଥକ୍ ପର୍ଯ୍ୟାଲୋଚନା କରିବାକୁ ହେବ। 1. ପ୍ରଥମତଃ ଲୋକେ ଗୁଣଯୁକ୍ତ ବ୍ୟକ୍ତିକୁ ଲକ୍ଷ୍ୟ କରି ପ୍ରତିଭା ପୂଜା କରିବାକୁ ଯାଇ ତାରି ପୂଜା କରନ୍ତି। ସଭ୍ୟତାର ଉନ୍ନତିମୁଖୀ ଶକ୍ତି ମନୁଷ୍ୟ ମଧ୍ୟରେ ଅଜ୍ଞାତ ଭାବରେ କାର୍ଯ୍ୟ କଲେ ହେଁ ମନୁଷ୍ୟ ସର୍ବଦା ନିଜର କ୍ରିୟାକଳାପର ଗୋଟିଏ କିଛି କାରଣ ଖୋଜିବାରେ ବ୍ୟସ୍ତ। ସେ ସର୍ବଦା ଅଜ୍ଞାତ କର୍ମଗୁଡ଼ିକୁ ଜ୍ଞାନରାଜ୍ୟକୁ ଟାଣି ଆଣିବା ପାଇଁ ଉନ୍ନତର ଯତ୍ନ କରୁଛି। ଏହା ହିଁ ତା'ର ସଭ୍ୟତାର ପ୍ରକୃତ ଉନ୍ନତି। ଯେତେବେଳେ ତାହାର ଏହି ପ୍ରବୃତ୍ତି ପ୍ରଥମେ ବିକଶିତ ହୁଏ, ଯେତେବେଳେ ସେ ଏହି ପ୍ରତିଭା ପୂଜା କ୍ଷେତ୍ରରେ ପ୍ରଥମେ ନିଜର ଉପାସନା ବା ଅନୁକରଣ ପ୍ରବୃତ୍ତିର ମୂଳ ଅନ୍ୱେଷଣ କରେ, ଯେତେବେଳେ ସେ ଦେଖେ ସେ ଗୋଟିଏ ଲୋକର ଅନ୍ୱେଷଣ କରୁଅଛି, ଗୁଣଶାଳୀ ବସ୍ତୁବିଶେଷ ମଧ୍ୟ ସେତେବେଳେ ତାକୁ ମନୁଷ୍ୟ ପରି ଜଣାପଡ଼େ। ବୁଦ୍ଧିବୃତ୍ତିହୀନ ବସ୍ତୁବିଶେଷ ମଧ୍ୟ ଜଡ଼ବସ୍ତୁରେ ମନୁଷ୍ୟର ଆରାଧ୍ୟ ଗୁଣର କଳ୍ପନା ତାହା ପକ୍ଷରେ ଯେତେବେଳେ ଅସମ୍ଭବ, ପୁଣି ପ୍ରକୃତରେ ସେ ଯେ ଗୁଣ ଦ୍ୱାରା ମୋହିତ ହୋଇଅଛି, ତାହା ସେ ସ୍ପଷ୍ଟ ବୁଝିପାରେ ନାହିଁ। ତେଣୁ ଗୁଣ ପରିବର୍ତ୍ତରେ ମନୁଷ୍ୟର ନିଜର ପୂଜ୍ୟର ଉପାଦାନ ବୋଲି ସ୍ଥିର କରେ। ମନୁଷ୍ୟଠାରୁ ତା'ର ଗୁଣକୁ ଭିନ୍ନ କରି ଦେଖିପାରେ ନାହିଁ। ତାହା ଦେଖିବା ବଡ଼ ସହଜ ନୁହେଁ। ଏହା ବିଶିଷ୍ଟ ବିଶ୍ଳେଷଣ ପ୍ରଣାଳୀର ଅପେକ୍ଷା କରେ ଏବଂ ସାଧାରଣ ଲୋକଠାରେ ତାହାର ବିକାଶ ହେବା ଅସମ୍ଭବ। ପୁଣି ଏ ଅବସ୍ଥାରେ ଲୋକ ସାଧାରଣ ଶକ୍ତିରେ କୌଣସି ପ୍ରତିଭା ଦେଖିପାରେ ନାହିଁ। ଯେଉଁଠାରେ ଅତି ଅଦ୍ଭୁତ ଶକ୍ତି ଦେଖିଲା ପରି ତାକୁ ବୋଧ ହୁଏ, ସେହିଠାରେ ତାହାର ପ୍ରତିଭା ପୂଜା ଆରମ୍ଭ ହୁଏ। ବସ୍ତୁତଃ ଏହା ତାହାର ପ୍ରତିଭା ପୂଜା ନୁହେଁ,
ଏହିଠାରେ ହିଁ ପ୍ରତିମା ପୂଜା ପ୍ରକୃତ ଉତ୍ପତ୍ତି। ସ୍ଥୂଳ କଥାରେ ଏହା ହିଁ ପ୍ରତିଭାର ପ୍ରତିମାତ୍ୱ ପ୍ରାପ୍ତି। କିନ୍ତୁ ପ୍ରତିମା ପୂଜା କହିଲେ ଆମ୍ଭେମାନେ ଯାହା ବୁଝୁ ତାହା ଏପରି ଗୋଟିଏ କଥାରେ ଛିଣ୍ଡିଯିବା ବସ୍ତୁ ନୁହେଁ। ଏହା ଜଡ଼ପିଣ୍ଡରେ ଭୌତିକ ଶକ୍ତିର ଆରୋପଠାରୁ ମହାପୁରୁଷଙ୍କ ପାଦୁକା ପୂଜା ପର୍ଯ୍ୟନ୍ତ, ମହାପୁରୁଷମାନଙ୍କଠାରେ ଅନନ୍ତ ଶକ୍ତିର ଆରୋପଠାରୁ ବିଶ୍ୱବିଧାତାଙ୍କଠାରେ ଜଡ଼ପିଣ୍ଡର କଳ୍ପନା ପର୍ଯ୍ୟନ୍ତ, ଚନ୍ଦ୍ର ସୂର୍ଯ୍ୟ ପ୍ରଭୃତି ଜଡ଼ବସ୍ତୁରେ ଜୀବନ୍ତ ମାନସ ଶକ୍ତିର ଆରୋପଠାରୁ ଜୀବନ୍ତ ମାନବର ସ୍ୱେଚ୍ଛା ଦାସ୍ୟ ଓ ଉଦ୍ଦିଷ୍ଟ ସେବନ ପର୍ଯ୍ୟନ୍ତ, ମାନବର ନୈତିକ ଓ ଆଧ୍ୟାତ୍ମିକ ରାଜ୍ୟରେ କି ପ୍ରକାଣ୍ଡ ଅଧିକାର ବିସ୍ତାର ରହିଅଛି, ତାହା କାହାରିକୁ ବୁଝାଇ କହିଦେବା ଅନାବଶ୍ୟକ। ପ୍ରଥମ ବିକାଶରେ ମାନବର ଧର୍ମଜୀବନ ସ୍ୱତଃ ଏହି ଦିଗକୁ ଧାବିତ ହୁଏ ଏବଂ ଏହା ରକ୍ଷଣଶୀଳତାର ତାରତମ୍ୟ ଅନୁସାରେ ସଭ୍ୟତମ ମାନବ ପ୍ରାଣର ବିଜ୍ଞାନ ପ୍ରସ୍ତୁତ ତୀବ୍ରତା ଓ ଗବେଷଣାର ଚଳଦୃଷ୍ଟିକୁ ମଧ୍ୟ ଅଯଥା ସଂଯତ କରିବାକୁ ସମର୍ଥ। ମାନବ ସମାଜର ପ୍ରଥମ ଯୁଗର ଧର୍ମ ବିକାଶ ପ୍ରତି ଦୃଷ୍ଟି ଦେଲେ ଆମ୍ଭେମାନେ ଏହି ପ୍ରତିମା ପୂଜା ଦେଖିଥାଉ। ସଭ୍ୟତାର ଉନ୍ନତି ସଙ୍ଗେ ଏହାର ବିକାଶ ମନୀଷୀମାନଙ୍କଠାରେ କ୍ରମଶଃ ଭିନ୍ନ ରୂପ ଧାରଣ କରେ। କିନ୍ତୁ ସାଧାରଣ ମାନବ ନାନା ପର୍ବରେ ଏଥିରେ ହିଁ ଗଭୀରତର ଭାବରେ ଜଡ଼ିତ ହୁଏ। କେବଳ ସାଧାରଣ ମାନବ କାହିଁକି, ରକ୍ଷଣଶୀଳତା ସମଗ୍ର ମାନବ ପ୍ରାଣକୁ ନ୍ୟୁନାଧିକେ ପରିମାଣରେ ଆବଦ୍ଧ କରିଅଛି। ଏଣୁ କେବଳ ମନୀଷୀମାନଙ୍କର ଅସୀମ ପରିବର୍ତ୍ତନ ପ୍ରବଣତା ଓ ସ୍ୱାଧୀନ ସାହସ ଛାଡ଼ିଦେଲେ ରକ୍ଷଣଶୀଳତାର ଚିରଦାସ ମାନବ ବୁଦ୍ଧିର ବିକାଶ ଓ ଅନୁମାନର ସ୍ଫୁରଣ ସଙ୍ଗେ ତୀବ୍ର ଭାବରେ ଏଥିରେ ଜଡ଼ିତ ହୁଏ। ଏଠାରେ ଧର୍ମର ଇତିହାସରୁ ଟିକିଏ ଉଦାହରଣ ଦେଇ ବୁଝାଇଲେ କଥାଟି ସ୍ପଷ୍ଟତର ହେବ। ବିଶିଷ୍ଟ ଭାବରେ ଆମ୍ଭେମାନେ ଭାରତବର୍ଷ ଧର୍ମ ପ୍ରତି ଲକ୍ଷ୍ୟ କରିବୁ। ଇତିହାସର ସୀମା ଅତିକ୍ରମ କରି ଆଦିମ ଯୁଗରେ ମଧ୍ୟ ଏହି ପୂଜା ପଦ୍ଧତିର ଉଦ୍ଭବ ଅନ୍ୱେଷଣ କରାଯାଇପାରେ। କିନ୍ତୁ ଉଦାହରଣ ଦେବାକୁ ଯାଇ ଏତେଦୂର ଅନୁମାନ ଉପରେ ନିର୍ଭର କରିବା ଅଭିଧେୟ। ଧର୍ମର ଧାରାବାହିକ ଇତିହାସ ଦେଖିଲା ବେଳେ ତାହା କରାଯାଇପାରେ। ତେଣୁ ଏଠାରେ ଆମ୍ଭେମାନେ ବୈଦିକ ଯୁଗରୁ ଆଲୋଚନା ଆରମ୍ଭ କରିବୁ। ସେ ଯୁଗରେ ଆମ୍ଭେମାନେ ଦେଖିବାକୁ ପାଉ ଲୋକେ ଚନ୍ଦ୍ର, ଉଷା, ଦିବସ, ବରୁଣ, ଅଗ୍ନି ପ୍ରଭୃତି ପୂଜା କରିଅଛନ୍ତି। ଟିକିଏ ଚିନ୍ତା କଲେ ଆମ୍ଭେମାନେ ଏଠାରେ ପ୍ରତିଭା ପୂଜା ହିଁ ଦେଖିବୁ। ସେତେବେଳେ ମନୁଷ୍ୟ ଆଜିକାଲି ପରି ବିଜ୍ଞାନ, ଜ୍ୟୋତିଷ ପ୍ରଭୃତି ଜାଣିନଥିଲା। ପ୍ରକୃତି କୋଳରେ ସ୍ୱଚ୍ଛନ୍ଦ ଭାବରେ ଜୀବନ ପରିଚାଳନା କରୁଥିଲା। ସେ ମନେ କରୁଥିଲା ସୂର୍ଯ୍ୟ ତାକୁ ଉତ୍ତାପ ଦେଇ ଶସ୍ୟାଦି ବଢ଼ାଉଛି, ଉଷା ତାହା ନିମନ୍ତେ ପ୍ରକୃତିର ଦ୍ୱାର ଉଦ୍ଘାଟନ କରୁଛି, ଅଗ୍ନି ତାହା ପାଇଁ ପାକ କାର୍ଯ୍ୟ ସମ୍ପନ୍ନ କରୁଅଛି ଇତ୍ୟାଦି। ଏହିଠାରେ ଯେଉଁଠାରେ ଶକ୍ତିର ବିକାଶ ଦେଖୁଥିଲା ଏବଂ ସେହି ଶକ୍ତିକୁ ନିଜ ଶକ୍ତିଠାରୁ ଅତ୍ୟନ୍ତ ଅଧିକ ମଣୁଥିଲା, ସେହିଠାରେ ନିଜ ପରି ଗୋଟିଏ ଗୋଟିଏ ବୁଦ୍ଧି, ବିଚାର ଶକ୍ତିସମ୍ପନ୍ନ ପ୍ରଭୃତି କ୍ଷମତାଶାଳୀ ପ୍ରକାଣ୍ଡ ମନୁଷ୍ୟର କଳ୍ପନା କରୁଥିଲା। ସୂର୍ଯ୍ୟ, ଚନ୍ଦ୍ର, ମେଘ ପ୍ରଭୃତି ସୃଷ୍ଟିରେ ଗୋଟିଏ ଗୋଟିଏ ପୁରୁଷ ଥିଲେ ଏବଂ ଭାବିଚିନ୍ତି କାର୍ଯ୍ୟ କରୁଥିଲେ। ଏପରିକି କାହାରି ଶରୀର ଦଗ୍ଧ ହେଲେ ଅଗ୍ନିଦେବଙ୍କର ବିଚାର କଳ୍ପିତ ହେଉଥିଲା। ପ୍ରଚଣ୍ଡ ସୌର ରଶ୍ମିରେ ଶସ୍ୟ ନଷ୍ଟ ହେଲେ ଇନ୍ଦ୍ର ଓ ସୂର୍ଯ୍ୟଦେବଙ୍କର କୋପ ଶାନ୍ତିର ବ୍ୟବସ୍ଥା ହେଉଥିଲା। ଏହିପରି ପ୍ରତ୍ୟେକ ଭୌତିକ ଶକ୍ତିରେ ଗୋଟିଏ ଗୋଟିଏ ଗୁରୁତର କ୍ରିୟା ଆରୋପିତ ହେଉଥିଲା। ଏଠାରେ ସ୍ପଷ୍ଟ ବୁଝାଯାଉଛି ଯେ ଏହି ସବୁ ଶକ୍ତିର ପଶ୍ଚାତରେ କେବେ ଗୋଟିଏ ପୁରୁଷ ଦେଖି ନାହିଁ, କେବଳ ଗୋଟିଏ ଗୋଟିଏ ଅଚିନ୍ତିତ ପୂର୍ବ ଶକ୍ତିର ବିକାଶ ଦେଖି ସେଥିରେ ନିଜେ ମୋହିତ ବା ପ୍ରତିହତ ହୋଇ ବିସ୍ମୟ ହୋଇଅଛି ଏବଂ ଅତର୍କିତ ଭାବରେ ସେହି କଳ୍ପିତ ପୁରୁଷର ପୂଜା କରିବାକୁ ଶିଖିଅଛି। କାଳକ୍ରମେ ସେହି ପୁରୁଷ ଶକ୍ତିର ସମ୍ବନ୍ଧ ଛାଡ଼ିଅଛନ୍ତି। ବିଜ୍ଞାନ ପ୍ରଭାବରେ ସେସବୁ ଜଡ଼ବସ୍ତୁରେ ପରିଣତ ହୋଇଅଛନ୍ତି ସତ୍ୟ, କିନ୍ତୁ ଅନ୍ଧ ପରମ୍ପରା ନ୍ୟାୟରେ ମନୁଷ୍ୟ ରକ୍ଷଣଶୀଳତାରେ ଅନ୍ଧୀଭୂତ ହୋଇ ଆଜି ସୁଦ୍ଧା ନ ବୁଝି ନ ସୁଝି ତାର ପୂଜା କରୁଅଛି। ଏଠାରେ ଆମ୍ଭେମାନେ କ'ଣ ଦେଖିଲୁ? ଗୁଣରେ ବିସ୍ମିତ ବା ତ୍ରସ୍ତ ହୋଇ ସେଥିରେ କାରଣ ଖୋଜିବାକୁ ଯାଇ ଆଦିମ ମାନମୋହ ଏହି ପ୍ରତିମା ପୂଜା ପଡ଼ିଥିଲା। ପରବର୍ତ୍ତୀ କାଳରେ ମନୀଷୀମାନେ ତାହାର ପ୍ରକୃତ କାରଣ ବାହାର କରି ଦେଖାଇଦେଲେ ମଧ୍ୟ ଲୋକେ ରକ୍ଷଣଶୀଳତାରେ ଅନ୍ଧ ହୋଇ ତାହାର ଚର୍ବିତ ଚର୍ବଣ ବ୍ୟସ୍ତ। କମ୍ବଳକୁ ଛାଡ଼ିଲେ ମଧ୍ୟ କମଲି ନେହିଁ ଛୋଡ଼ତା ହୈ। ଉପନିଷଦ ଗଭୀର ଗବେଷଣାରେ ସେସବୁ ତତ୍ତ୍ୱ ବ୍ୟାଖ୍ୟା କରାହେଲେ ମଧ୍ୟ ସୂର୍ଯ୍ୟଦେବ ଆଜି ସୁଦ୍ଧା ସମ୍ବର ଦଶମୀ ଦିନ ଜଣପ୍ରତି ଗୋଟିଏ ଗୋଟିଏ ଲେଖାଏଁ ପିଠା ଖାଉଛନ୍ତି। ଇନ୍ଦ୍ରଦେବ ରାଗ, ଶାନ୍ତି ଓ ପ୍ରତିଶୋଧ ପାଇଁ ବଜ୍ର ମାରି ଆମ୍ଭମାନଙ୍କର ଗଛପତ୍ର ଓ ପ୍ରାଣ ପର୍ଯ୍ୟନ୍ତ ନଷ୍ଟ କରୁଅଛନ୍ତି।
ଠିକ୍ ଘର ପୋଡ଼ିଗଲା ବେଳେ ମଧ୍ୟ ଅନ୍ୟ ଅଗ୍ନିଦେବଙ୍କ କୋପ ନିବାରଣ ପାଇଁ ଘୃତ ଓ ପଟବସ୍ତ୍ର ବ୍ୟବସ୍ଥା ହେଉଛି। ଏମନ୍ତକି ଏହିସବୁ ଶକ୍ତି ପୂଜାର କାରଣ ଜାଣିଲେ ମଧ୍ୟ ତା'ର ଫଳସ୍ୱରୂପ ବି ସୂଚିକା ବସନ୍ତ ପ୍ରଭୃତି ଦେବୀ ରୂପରେ ପ୍ରତିଷ୍ଠା ଲାଭ କରୁଅଛନ୍ତି ଇତ୍ୟାଦି। ଏସବୁ ଗଲା ସ୍ଥୂଳତଃ ବୈଦିକ ଯୁଗର ପ୍ରତିମା ପୂଜା ଏବଂ ତାହାର ପରିଣାମରେ ବୈଦିକ ହିନ୍ଦୁର ଦୁରବସ୍ଥା। ଟିକିଏ ତଳକୁ ଓହ୍ଲାଇ ଆସିଲେ ମଧ୍ୟ ସେହି ଦୃଶ୍ୟ ଆହୁରି ଟିକିଏ ବୈଜ୍ଞାନିକ ଭିତ୍ତି ଉପରେ ଦୃଢ଼ତର ହେବାରେ ରହିଅଛି। ପୌରାଣିକ ଯୁଗର ଇନ୍ଦ୍ର ଅଗ୍ନି ପ୍ରଭୃତିର ପରିବର୍ତ୍ତେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ରାଜତ୍ୱ କରୁଅଛନ୍ତି। ସେଥିମଧ୍ୟରୁ ଶିବ ଓ ବିଷ୍ଣୁ ବିଶେଷ ଭାବରେ ପୂଜା ପାଇଥାନ୍ତି। ଟିକିଏ ଅନୁସନ୍ଧାନ କଲେ ବୁଝାଯିବ, ଏହିଠାରେ ଉନ୍ନତର ଦାର୍ଶନିକତା ବୈଦିକ ଯୁଗର ସରଳ ପ୍ରତିମା ପୂଜାରୁ ନିଷ୍କୃତି ଲଭିବାକୁ ଯାଇ ନିଜେ ଜାଲ ବୁଣି ପୁଣି ସେହି ଜାଲରେ ଆବଦ୍ଧ ହୋଇଅଛି। ବୈଦିକ ଯୁଗରୁ ଯେତେବେଳେ ମନୁଷ୍ୟ ଟିକିଏ ଉନ୍ନତ ହେଲା, ସେତେବେଳେ ଭୌତିକ ଶକ୍ତିର ସରଳ ପୂଜା ତାହାକୁ ଆଉ ଲୁଟି ଦେଇପାରିଲା ନାହିଁ। ସେ ସୃଷ୍ଟିର ବିଚିତ୍ର କ୍ରିୟାକଳାପ ଦେଖି ତାହାର କର୍ତ୍ତବ୍ୟ କଳ୍ପନା କରିବାକୁ ଅଗ୍ରସର ହେଲା ଏବଂ ନିଜର କାର୍ଯ୍ୟ ସଙ୍ଗେ ସୃଷ୍ଟିର କାର୍ଯ୍ୟକୁ ତୁଳନା କରି ଗୋଟିଏ କର୍ତ୍ତାର କଳ୍ପନା ଧାରଣ କରିବାକୁ ଗଲା। ସେତେବେଳେ ଈଶ୍ୱରଙ୍କୁ ଗୋଟିଏ ମହାଶକ୍ତିର ମନୁଷ୍ୟ ରୂପେ କଳ୍ପନା କରିବା ତାହା ପକ୍ଷରେ ସ୍ୱାଭାବିକ। ସେତିକି ନୁହେଁ, ସେ ପୁଣି ଦେଖିଲା ଜଡ଼ ଜଗତର କୌଣସି ପ୍ରତିକ୍ରିୟାର ବା କ୍ରିୟାର ଯେପରି ଉତ୍ପତ୍ତି ଭୁକ୍ତି ଓ ସମାପ୍ତି ଅଛି, ଅଥବା ତାହାର ନିଜର କାର୍ଯ୍ୟ ଯେପରି ଆରମ୍ଭ ମଧ୍ୟକାଳ ଓ ଶେଷ ଅଛି, ସୃଷ୍ଟିର ମଧ୍ୟ ସେହିପରି ଥିବ। ପୁଣି ଏପରି ବିଶାଳ ସୃଷ୍ଟିର ଉତ୍ପତ୍ତି ଓ ଭୁକ୍ତି ଓ ସମାପ୍ତି ଏକ ଶକ୍ତିର କାର୍ଯ୍ୟ ହେବା ତାଦୃଶ ସମ୍ଭବ ନୁହେଁ। ଏଣୁ ସେ ତିନୋଟି ଶକ୍ତି ଅଥବା ଏକା ଶକ୍ତିର ତିନୋଟି ବିକାଶ କଳ୍ପନା କଲା ଏବଂ ସଙ୍ଗେ ସଙ୍ଗେ ଏହି ଦାର୍ଶନିକ ଗୁଣ ଦୃଷ୍ଟି ଓ ପ୍ରତିମା ପୂଜାରେ ପରିଣତ ହେଲା। ପୁରୁଷର ପୂଜା ଆରମ୍ଭ ହେଲା। ଅଳ୍ପ ଦିନ ମଧ୍ୟରେ ତିନିହେଁ ପରସ୍ପରଠାରୁ ଭିନ୍ନ ବୋଲି ପରିଣତ ହେଲେ। କ୍ରମଶଃ ଗୁଣର ଆରୋପ ତଥା ଅନୁକରଣ ପ୍ରଭୃତି କଳ୍ପନା ଦ୍ୱାରା ପ୍ରତିହତ ହୋଇ ଭୟରେ ପରିଣତ ହେଲା। କାରଣ ଯେଉଁଠାରେ ଶକ୍ତି ସେଠାରେ ଭୟ ପାଇବା ସ୍ୱାଭାବିକ। ତେଣୁ ଯେଉଁଠାରେ ସୁଖରେ ରହିବାକୁ କାମନା କଲେ ସେମାନେ ଭୁକ୍ତିର ପୁରୁଷ ଅର୍ଥାତ୍ ବିଷ୍ଣୁଙ୍କୁ, ଯେଉଁମାନେ ମରଣରୁ ବିସ୍ତାର ଲଭିବାକୁ ପ୍ରୟାସୀ ହେଲେ ସେମାନେ ରୁଦ୍ରଙ୍କୁ ଶିବ ଆଖ୍ୟା ଦେଇ ପୂଜା କଲେ ଏବଂ ବ୍ରହ୍ମାଙ୍କର ପୂଜା ଆବଶ୍ୟକ ନ ଥିବାରୁ ପ୍ରାୟତଃ ପରିତ୍ୟକ୍ତ ହେଲା। ଅବଶ୍ୟ କେହି ଏତେ ବିଶ୍ଳେଷଣ ପ୍ରଣାଳୀରେ ଏପରି ପୂଜାର ଉପସ୍ଥିତ ହୋଇନଥିଲେ। ପରବର୍ତ୍ତୀ ଯୁଗରେ ଦାର୍ଶନିକ ପ୍ରଣାଳୀରେ ଏହି ପୂଜା ପଦ୍ଧତିର ବିଭିନ୍ନ ପ୍ରକାର ବ୍ୟାଖ୍ୟା ହୋଇଥିଲେ ମଧ୍ୟ ଅଜ୍ଞାତ ଭାବରେ ପ୍ରଥମେ ତାହା ଏ ନିୟମରେ ଚଳିତ ହୋଇଥିଲା। ଏଠାରେ ମଧ୍ୟ ପ୍ରତିମା ପୂଜାରେ ପରିଣତ ହୋଇ ଦାର୍ଶନିକ ତତ୍ତ୍ୱ ଅନୁସନ୍ଧିତ୍ସାକୁ କିପରି ଆବଦ୍ଧ କଲା ତାହା ଦେଖାଯାଉଅଛି। ପୁଣି ଅଦ୍ୟାପି ସେହି ପ୍ରତିମା ପୂଜା ଲୋକଙ୍କର ଅନୁକରଣ ବୃତ୍ତିର ଚାଳନା କରି କିପରି ସମାଜର ତଥା ଲୋକଚରିତ୍ରର ଦୁର୍ଦ୍ଦଶା ଘଟାଉଛି ତାହା ସମସ୍ତେ ଜାଣନ୍ତି। ତତ୍ପରେ କ୍ରମଶଃ ହିନ୍ଦୁ ଧର୍ମଜୀବନରେ ଅବସ୍ଥାନ୍ତର ଘଟିଲା। ଲୋକଙ୍କର ଚିତ୍ତବୃତ୍ତି କ୍ରମଶଃ ବିକଶିତ ହୋଇ ଅଧିକତର ଦାର୍ଶନିକ ଭାବରେ ବିଶ୍ୱତତ୍ତ୍ୱର ଚିନ୍ତା କରିବାକୁ ଆରମ୍ଭ କଲା। ଆଉ ବିଶ୍ୱବିଧାତାମାନଙ୍କର ମାନବତ୍ୱ କଳ୍ପନାରେ ତାହାର ତୃପ୍ତି ହେଲା ନାହିଁ। କ୍ରମେ କ୍ରମେ ତାହାର ଶାନ୍ତ ଜ୍ଞାନ ଅନନ୍ତ ଦିଗକୁ ଧାବିତ ହେଲା। ସୃଷ୍ଟି ମୂଳରେ ସେ ଗୋଟିଏ ଅନନ୍ତ ଶକ୍ତି ଦେଖିବାକୁ ଆରମ୍ଭ କଲା। କ୍ରମଶଃ ଗଭୀର ଦାର୍ଶନିକତାରେ ମାନବ ଦ୍ୱୈତ ଅଦ୍ୱୈତ ଅନନ୍ତ ଶକ୍ତିର କଳ୍ପନା କଲା। ଜୀବାତ୍ମା ପରମାତ୍ମାର ସମ୍ବନ୍ଧ ବୁଝି ସୃଷ୍ଟିର ବ୍ୟାଖ୍ୟା କରିବାକୁ ପ୍ରବୃତ୍ତ ହେଲା। କ୍ରମଶଃ ତାହାର ଈଶ୍ୱର ଜଗତରେ ଅନନ୍ତ ମୂଳଧାରାରେ ପରିଣତ ହେଲା ଏବଂ ସେ ଏହି ମୂଳଧାରାରେ ଅନନ୍ତ ବ୍ୟାପ୍ତି ଓ ଅନନ୍ତ ଚିତ୍ ଶକ୍ତି କଳ୍ପନା କରି ସଚ୍ଚିଦାନନ୍ଦମୟ ବିଶ୍ୱବିଧାତା ଓ ବିଶ୍ୱ ନିୟନ୍ତାଙ୍କର ଉପାସନା କରିବାରେ ନିଜର ପରମ ପଦ କଳ୍ପନା କଲା। ଏଠାରେ ଏକ ପ୍ରକାର ଦାର୍ଶନିକତାର ପୂର୍ଣ୍ଣ ବିକାଶ ହେଲା ସତ୍ୟ, କିନ୍ତୁ ସାଧାରଣ ଲୋକେ ଏହି ମହୋଚ୍ଚ ପ୍ରତିମା ପୂଜାର ମଧ୍ୟ ପ୍ରତିମା ପୂଜାରେ ପରିଣତ କଲେ। ଅନତି ବିଳମ୍ବରେ ଏହା ମନୀଷୀ କଳ୍ପନାର ଶୂନ୍ୟ ରାଜ୍ୟରୁ ଭୂତଳକୁ ଆନୀତ ହେଲା ଏବଂ ନାନା ଭାବରେ ପ୍ରତିଭା କାଷ୍ଠ ପ୍ରସ୍ତରଠାରେ କଳ୍ପିତ ହୋଇ ବିବିଧ ଆକାର ଧାରଣ କଲା। କିନ୍ତୁ ବିଚାରବାନ ଲୋକଙ୍କ ମଧ୍ୟରେ ମଧ୍ୟ ଏହା ଯେ ପ୍ରତିମା ପୂଜାରେ ପରିଣତ ନ ହେଲା ତାହା ନୁହେଁ, ମାତ୍ର ଏଠାରେ ତାହା ଟିକିଏ ଭିନ୍ନ ପନ୍ଥା ଅବଲମ୍ବନ କରିଥିଲା ଏବଂ ପରିଶେଷରେ ଯେତେବେଳେ ସାଧାରଣ ଲୋକେ ସେହି ପନ୍ଥାର ପଥିକ ହେଲେ, ସେତେବେଳେ ସଭ୍ୟତାର ପରମ ଶତ୍ରୁ ମାନବର ସ୍ଥାୟୀ ମୋହର ଅବତାର ଜଘନ୍ୟ ପ୍ରତିମା ପୂଜା ବିକଶିତ ହେଲା। ତେବେ ବର୍ତ୍ତମାନ ଦେଖାଯାଉ ଏ ପନ୍ଥାଟି କ'ଣ?
ମାନବ ଦାର୍ଶନିକ ଚିନ୍ତାଶକ୍ତି ବଳରେ ଶୂନ୍ୟ ରାଜ୍ୟରେ ପ୍ରବେଶ କରି ଅନୁମାନ ଓ କଳ୍ପନାରେ ଅନନ୍ତ ଗୁଣର ଆଧାର ସ୍ୱରୂପ ସେହି ଈଶ୍ୱର ଶକ୍ତିର ଧାରଣ ହେଲା। କିନ୍ତୁ ଠିକ୍ ପରକ୍ଷଣରେ ଆଉ ପୃଥିବୀକୁ ଫେରିଆସି ପାରିଲା ନାହିଁ। ଅର୍ଥାତ୍ ଜଡ଼ମୟ ଜଡ଼ଶକ୍ତି ଦ୍ୱାରା ପରିଚାଳିତ ଏହି ସଂସାରର ସଙ୍ଗେ ସେହି କଳ୍ପନା ରାଜ୍ୟର ଈଶ୍ୱର ଶକ୍ତିର ସମ୍ପର୍କ ସ୍ଥିର କରିପାରିଲା ନାହିଁ। ହସ୍ତ ପଦ ଯନ୍ତ୍ରାଦି ବିନା ଜଡ଼ଗତରେ ଶକ୍ତିର କାର୍ଯ୍ୟ ଅସମ୍ଭବ। ଏପରି ସ୍ଥଳରେ ଭଗବାନ କିପରି ଜଡ଼ଜଗତର କାର୍ଯ୍ୟ କରିପାରନ୍ତି? ଆମ୍ଭଙ୍କୁ ଜଣା ନ ଯିବା ଭଳି କୌଣସି ଉପାୟରେ ଜଡ଼ଜଗତରେ ଶକ୍ତି କାର୍ଯ୍ୟ କରିବା ସମ୍ଭବ। ଏହା ମଞ୍ଜୁର କଲେ ମଧ୍ୟ ମାନବର ଚିନ୍ତା କାର୍ଯ୍ୟରେ ତାହା କିପରି କାର୍ଯ୍ୟ କରିପାରେ? ମନୁଷ୍ୟ ତାହାର ସମସ୍ତ କଥା ଜାଣୁଅଛି। ଏହା ତାହାର ଗୋଟିଏ ଅହଙ୍କାର। ଏପରି ଅବସ୍ଥାରେ ସେ କିପରି ବିଶ୍ୱାସ କରିପାରେ ଯେ ଈଶ୍ୱର ଶକ୍ତି ତାହା ଉପରେ କାର୍ଯ୍ୟ କରୁଅଛି? ଏହିପରି ଜ୍ଞାତ ଅଜ୍ଞାତ ଓ ମୋହଯୁକ୍ତ ନାନାବିଧ ବିଚାର ପ୍ରଭାବରେ ଚାଳିତ ହୋଇ ସେ ଐଶ୍ୱ ଶକ୍ତିର ସୃଷ୍ଟିରେ କି କ୍ରିୟା ସମ୍ବନ୍ଧ ଅଛି ତାହା ବୁଝିପାରିଲା ନାହିଁ। ଜଡ଼ବସ୍ତୁ ସଙ୍ଗେ ଶୂନ୍ୟ ରାଜ୍ୟସ୍ଥ ଈଶ୍ୱରଙ୍କର ଶାନ୍ତ ଜଗତ୍ ସଙ୍ଗେ ଅନନ୍ତ ବିଶ୍ୱକର୍ତ୍ତାଙ୍କର କିଛି ସମ୍ବନ୍ଧ ସହଜରେ ଧରିପାରିଲା ନାହିଁ। ସେ କେବଳ ଦେଖିଥିଲା ମନୁଷ୍ୟ ମନ ସଙ୍ଗେ ଈଶ୍ୱରଙ୍କର ସମ୍ବନ୍ଧ ଅଛି। କାରଣ ପ୍ରଥମେ ମନ ଜଡ଼ବସ୍ତୁ ନୁହେଁ, ଦ୍ୱିତୀୟତଃ ମନ ଦ୍ୱାରା ସେ ଈଶ୍ୱର ବସ୍ତୁର କଳ୍ପନା କରିବାକୁ ସମର୍ଥ ହୋଇଅଛି। ଅତଏବ ଈଶ୍ୱର ଏହି ମାନବ ମନରେ ଅବତାର ଗ୍ରହଣ କରି ସୃଷ୍ଟି ସଙ୍ଗେ ଆସିବା ଖୁବ୍ ସମ୍ଭବ। ଏହିଠାରେ ଅବତାରବାଦର ସୃଷ୍ଟି ଏବଂ ଏଥିପାଇଁ ଗୀତାରେ ଅଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମାନ ସୁଜନ୍ମଃ। ଏହି ଅବତାରବାଦର ସତ୍ୟ ଥାଇପାରେ, ତାହା ଏଠାରେ ଆମ୍ଭର ସମାଲୋଚ୍ୟ ନୁହେଁ। ତାହା କିପରି ପ୍ରତିମା ପୂଜାରେ ପରିଣତ ହେଲା ତାହା ହିଁ ଏଠାରେ ବୁଝିବାକୁ ହେବ। ଅବଶ୍ୟ ସ୍ୱୀକାର କରିବାକୁ ହେବ, ଏ ବିଷୟ ବୁଝିବାକୁ ଆମ୍ଭମାନଙ୍କୁ ବେଶୀ ପରିଶ୍ରମ କରିବାକୁ ହେବ ନାହିଁ। କାରଣ ଅବତାରବାଦରୁ ମତ୍ସ୍ୟ କଚ୍ଛପାଦି ପ୍ରସ୍ତର ରୂପ ପୂଜା ଗ୍ରାମେ ଗ୍ରାମେ ହିନ୍ଦୁର ରକ୍ଷଣଶୀଳତା ସ୍ପଷ୍ଟ ଭାବରେ ଘୋଷଣା କରୁଅଛି। ଏହିଠାରେ ଆଉ ଗୋଟିଏ କଥା ଦେଖିବାକୁ ହେବ। ଏକ ଦିଗରେ ଯେପରି ଅବତାରବାଦର ମନୁଷ୍ୟାଦିଠାରେ ଏହି ଶକ୍ତିର ବିକାଶ କଳ୍ପିତ ହେଲା, ସେହିପରି ଅନ୍ୟ ଦିଗରୁ ଯେଉଁଠାରେ ଟିକିଏ ଅଦ୍ଭୁତ ଶକ୍ତି ଦେଖାଗଲା, ସେ ମଧ୍ୟ ଐଶ୍ୱ ଶକ୍ତି ବା ତହିଁରେ କଳା ବୋଲି ଗୃହୀତ ହେବା ବିଧିସଙ୍ଗତ ଓ ଯୁକ୍ତିଯୁକ୍ତ। ଏଥିରେ ମଧ୍ୟ କୌଣସି ଦୋଷ ବା କ୍ଷତି ନାହିଁ। ପ୍ରତିଭା ପୂଜାର ବ୍ୟାପକ ଅର୍ଥ ଛାଡ଼ିଲେ ସାଧାରଣତଃ ଲୋକେ ଏହାକୁ ହିଁ ପ୍ରତିଭା ପୂଜା ବୋଲି କହିଥାନ୍ତି। କିନ୍ତୁ ଏହା ଯେତେବେଳେ ବୈଜ୍ଞାନିକ ବିଶ୍ଳେଷଣ କ୍ରିୟାରୁ ବିଚ୍ଛିନ୍ନ ଏବଂ ଯେତେବେଳେ କୁସଂସ୍କାର ଓ ରକ୍ଷଣଶୀଳତା ଦୋଷରୁ ପ୍ରତିମା ପୂଜାରେ ପରିଣତ ହୁଏ, ସେତେବେଳେ ମନୁଷ୍ୟର ଆଉ ରକ୍ଷା ନାହିଁ। ଏ କ୍ଷେତ୍ରରେ ଗୁଣ ଓ ଗୁଣୀର ଭେଦ ଭୁଲି ଯଦି ଗୁଣକୁ ଐଶ୍ୱ କଳା ମନେକରି ସଙ୍ଗେ ସଙ୍ଗେ ମନୁଷ୍ୟ ଗୁଣୀର ଈଶ୍ୱର ପରି ଶାରୀରିକ ପୂଜା ଆରମ୍ଭ କରେ, ତେବେ ପ୍ରତିଭା ପୂଜାର ଫଳ ହଠାତ୍ ବିପର୍ଯ୍ୟସ୍ତ ହୁଏ ଓ ମନୁଷ୍ୟର ଅନୁକରଣ ବୃତ୍ତି ବିପଥଗାମୀ ହୁଏ। ଏହି ନିୟମର ବଶବର୍ତ୍ତୀ ହୋଇ ମନୁଷ୍ୟ ବ୍ୟକ୍ତିବିଶେଷଠାରେ ଅଲୌକିକତା କଳ୍ପନା କରି ସେ ଲୋକର ଗୁଣ ନିଜର ଅଲଭ୍ୟ ବୋଲି ସ୍ଥିର କରି ଦୂରରେ ରହେ, ପ୍ରତିଭାକୁ ପ୍ରତିମାରେ ପରିଣତ କରିବାକୁ ପତିତ ହୁଏ। ଏହିଠାରେ ଲେଖକଙ୍କର ଅନୁଭୂତି ଗୋଟିଏ ଘଟଣା ବିବୃତ କଲେ କଥାଟି ବେଶ୍ ସୁବୋଧ୍ୟ ହେବ। ଅବଶ୍ୟ ଏଠାରେ କୌଣସି ଧର୍ମ ସମ୍ପ୍ରଦାୟ ପ୍ରତି କଟାକ୍ଷ କରାଯାଉନାହିଁ। ଏ ବିଷୟରେ ମତଭେଦ ଥାଇପାରେ, କିନ୍ତୁ ଏହା ଲେଖକଙ୍କର ମତ ପୋଷକତା କରୁଅଛି। ଭାରତର ବର୍ତ୍ତମାନ ଯୁଗର କ୍ଷଣଜନ୍ମା ମହାପୁରୁଷ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ସମସ୍ତେ ଜାଣନ୍ତି। ତାହାଙ୍କର ମହାପୁରୁଷ ସତି ଅଦ୍ଭୁତ ଶକ୍ତି ଥିବାର ମଧ୍ୟ କାହାରିକୁ ଅବଧିତ ନାହିଁ। ତାହାଙ୍କର ଭକ୍ତ ନ୍ୟୁନାଧିକ ପରିମାଣରେ ଅନେକ ସ୍ଥଳରେ ଦେଖାଯାଆନ୍ତି। ଲେଖକ ଦିନେ ଜଣେ ଭକ୍ତଙ୍କ ଘରକୁ ଯିବାର ସୁବିଧା ପାଇଥିଲେ। ସେଠାରେ ଯାଇ ଦେଖିଲେ ରାମକୃଷ୍ଣଙ୍କର ଗୋଟାଏ ଫଟୋ ମଧ୍ୟ ଅଛି ଏବଂ ଦୁଇ ପାଖରେ ବିବେକାନନ୍ଦ। ତାଙ୍କର ଜଣେ ପ୍ରଧାନ ଶିଷ୍ୟ, ଜଣେ ପଣ୍ଡିତ ଓ ଧର୍ମ ପ୍ରଚାରକ। ଦିଓଟି ବିଭିନ୍ନ ଅବସ୍ଥାରେ ଫଟୋ ରହିଅଛି। ଚିତ୍ର ତିନୋଟିର ମୁଖ୍ୟ ଛାଡ଼ି ଶରୀର ଭାଗ ସୁନ୍ଦର ଶାଲରେ ଆବୃତ ହୋଇଅଛି। ଲେଖକ କାରଣ ପଚାରି ଜାଣିଲେ ଶୀତଦିନ ବୋଲି ସେପରି ଅବସ୍ଥା ହୋଇଅଛି। କିଛି ସମୟ ପରେ ନାନାବିଧ ଅମୃତ ନୈବେଦ୍ୟ ଆସି ଫଟୋ ସମ୍ମୁଖରେ ରଖାଗଲା। ଜଣେ ବ୍ରାହ୍ମଣ ପଟ୍ଟବସ୍ତ୍ର ପିନ୍ଧି ଶୁଦ୍ଧ ଜଳରେ ଗନ୍ଧପୁଷ୍ପ ପୂଜାଦୀପ ଦେଇ ଷୋଡ଼ଶୋପଚାର ପୂଜା ସମାପନ କଲେ। ତତ୍ପରେ ଭକ୍ତମାନେ ମହାପ୍ରସାଦ ସେବା ଆରମ୍ଭ କଲେ। ଏପରିକି ସେତେବେଳେ ରକ୍ଷଣଶୀଳ ବ୍ରାହ୍ମଣ ସନ୍ତାନ ମଧ୍ୟ ଉଦ୍ଦିଷ୍ଟ ଭେଦ ମାନି ନ ଥିଲେ। ଏଥିରେ ନାନା ଲୋକେ ନାନା ମତ ପ୍ରକାଶ କରିପାରନ୍ତି। ଲେଖକଙ୍କର ମଧ୍ୟ ଏଥିରେ କୌଣସି ବିଶିଷ୍ଟ ପ୍ରତିକୂଳ ମତ ନ ଥାଇପାରେ। ଏଠାରେ ଶକ୍ତିର ଗାଢ଼ତା ଆସିଅଛି କି ନାହିଁ ତାହା ଆମ୍ଭେମାନେ ଏହିଠାରେ କହୁନାହୁଁ, କିନ୍ତୁ ଏହା ପ୍ରତିଭାର ପୂଜା ନୁହେଁ କି?
ହିନ୍ଦୁର ପରମ୍ପରାଗତ ପ୍ରତିମା ପୂଜା ଏଠାରେ ଆଧିପତ୍ୟ ବିସ୍ତାର କରିନାହିଁ କି? ରାମକୃଷ୍ଣ ପୂଜା ପ୍ରଥମରୁ ହିଁ ଏ ଆକାର ଧାରଣ କରିଥିଲା କି? ଏହାର ମାନବାତ୍ମା ଉପରେ କି ପ୍ରଭାବ ତାହା ଜାଣିବା ପାଇଁ ପାଠକେ ଆଉ ଗୋଟାଏ କଥା ଶୁଣନ୍ତୁ। ପୂଜା ଓ ପ୍ରସାଦ ସେବା ପରେ ଜଣେ ଭକ୍ତଙ୍କ ସଙ୍ଗେ ଲେଖକଙ୍କର ଯେଉଁ ଆଳାପ ହୋଇଥିଲା ତାହାର ମର୍ମ ଏହା। ଲେଖକ ପଚାରିଲେ, ରାମକୃଷ୍ଣଙ୍କ ଜୀବନ ଚରିତ୍ରରେ ଯେ ଲେଖା ଅଛି ସେ ପିତାଙ୍କ ଦୂରଦେଶରେ ଅବସ୍ଥାନ କାଳରେ ମାତୃଗର୍ଭରେ ସଞ୍ଚାରିତ ହୋଇଥିଲେ, ସେଥିରେ ଭକ୍ତ ବିଶ୍ୱାସ କିପରି କରନ୍ତି? ଭକ୍ତ କହିଲେ, ସେ ତ ଅଭ୍ରାନ୍ତ ସତ୍ୟ, ସେ ଯେ ଈଶ୍ୱର ପୁରୁଷ। କିନ୍ତୁ ଲେଖକ ଜାଣନ୍ତି ପ୍ରଥମେ ରାମକୃଷ୍ଣଙ୍କର ଯେଉଁ ଜୀବନଚରିତ ଲେଖା ହୋଇଥିଲା ସେଥିରେ ତାହା କିମ୍ବଦନ୍ତୀ ବୋଲି କ୍ଷୁଦ୍ର ଅକ୍ଷରରେ ଫୁଟ ନୋଟ ମଧ୍ୟ ଥିଲା। ପରବର୍ତ୍ତୀ କୌଣସି ଗ୍ରନ୍ଥରେ ତାହା ଅଭ୍ରାନ୍ତ ସତ୍ୟ ପରି ଗ୍ରନ୍ଥ ମଧ୍ୟରେ ସ୍ଥାନ ପାଇଅଛି। ତାପରେ କଥା ପ୍ରସଙ୍ଗରେ ଲେଖକ ବୁଝିଲେ ମନୁଷ୍ୟ ଯେ କେହି ରାମକୃଷ୍ଣ ପରି ଗୁଣବାନ ବା ସେପରି ଶକ୍ତି ସମ୍ପନ୍ନ ହୋଇପାରେ ବା ହେବ ତାହା ମଧ୍ୟ ଭକ୍ତଙ୍କର ବିଶ୍ୱାସ ନୁହେଁ। ଏଥିରୁ କ'ଣ ବୁଝାଗଲା? ମନୁଷ୍ୟର ଗୁଣ ମନୁଷ୍ୟକୁ ପ୍ରଭାବିତ କରେ। ତହିଁରେ ମନୁଷ୍ୟର ଅନୁକରଣ ପ୍ରବୃତ୍ତି ଜାଗ୍ରତ ହୁଏ ଓ ତାହା ବଳରେ ତାହାର ଉତ୍ତରୋତ୍ତର ଉନ୍ନତି ହୁଏ। କିନ୍ତୁ ପ୍ରତିମା ପୂଜାରେ ପରିଣତ ହୋଇ ଅମାନୁଷ ଅତୀନ୍ଦ୍ରିୟ ରାଜ୍ୟକୁ ଚାଲିଗଲେ ମନୁଷ୍ୟର ଅନୁକରଣ ବୃତ୍ତି ଆଉ ସେଠାରୁ ସାହସ କରି ଯାଇପାରେ ନାହିଁ। ଆଶା ନଥିଲେ ଜ୍ଞାତ ହେଉ ବା ଅଜ୍ଞାତ ହେଉ ଉଦ୍ୟମ ଆସେ ନାହିଁ। ମନୁଷ୍ୟ ପାଇପାରେ, ଏହା ଧାରଣା ନହେଲେ ମନୁଷ୍ୟ ପାଇବାକୁ ଯତ୍ନ କରେ ନାହିଁ। କେବଳ ଯେ ଏତିକିରେ ପ୍ରତିମା ପୂଜାର ମନ୍ଦ ପ୍ରଭାବ ଶେଷ ହେଲା ତା ନୁହେଁ। ଏକ ଦିଗରେ ଅନୁକରଣ ବୃତ୍ତି ତାହାର କାର୍ଯ୍ୟ କରୁଥାଏ। ଏଣେ ପ୍ରତିମାରେ ଅଲୌକିକ ଆରୋପଣ ସଙ୍ଗେ ସଙ୍ଗେ ମନୁଷ୍ୟ ନିଜେ ଭାବାନ୍ୱିତ ହୁଏ କିମ୍ବା ଯାହା ତାକୁ ସୁଖ ଲାଗେ ତାହା ସେ ଅଜ୍ଞାତ ଭାବରେ ବାକ୍ୟହୀନ ନିସ୍ପନ୍ଦ ମୂର୍ତ୍ତି ଦେହରେ ଆରୋପଣ କରି ନିଜର ଅଧପତନର ମାର୍ଗ ସୁଗମ କରେ। ଭାରତର ସର୍ବତ୍ର ଆଜି ଆମ୍ଭେମାନେ ଏହାର ଦୃଷ୍ଟାନ୍ତ ଦେଖୁ। କୃଷ୍ଣଙ୍କର 16 ଗୋପଲୀଳା ଠାରୁ ଜଗନ୍ନାଥ ଦେବଙ୍କର ଖଟଣି ମାହିରୀ ପର୍ଯ୍ୟନ୍ତ ସବୁ ମନୁଷ୍ୟର ଏହି ଅଧୋଗତି ଓ ପତନ ଉଦାହରଣ ସ୍ୱରୂପ ରହିଅଛି। ଏବଂ ଏସବୁ ହିନ୍ଦୁର ଦୈନନ୍ଦିନ କ୍ରିୟାକଳାପରେ ଏତେ ବେଶୀ ଯେ ତାହା ବୁଝାଇ କହିହେବା ଦ୍ୱାରା କେବଳ ଲୋକଙ୍କ ମନରେ ଆଘାତ ଦେବା ବିନା ଆଉ କିଛି ଲାଭ ନାହିଁ। କାଷ୍ଠ ପ୍ରସ୍ତରମୟ ମୂର୍ତ୍ତି ପ୍ରତିମା ପୂଜାର ଗୋଟିଏ ଅଙ୍ଗ, କିନ୍ତୁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟତଃ କୁହାଯାଇ ନଥିଲା। କେତେବେଳେ ମଧ୍ୟ ଟିକିଏ ଅବାନ୍ତର ଭିତରେ ଲକ୍ଷ୍ୟ କରାଗଲା ହିଁ ଏଠାରେ ଭଲ କରି ତାହା ସମ୍ବନ୍ଧରେ ଦୁଇ ଚାରି କଥା କହିବା ପ୍ରୟୋଜନ। ବୁଝାଯାଉଅଛି ମନୁଷ୍ୟ ନିରବଲମ୍ବ ଶୂନ୍ୟ ଗୁଣର ଧାରଣ କରି ନ ପାରି ଏହି କାଷ୍ଠପ୍ରସ୍ତର ମୂର୍ତ୍ତିର ବ୍ୟବସ୍ଥା କରେ, କିନ୍ତୁ ଅଳ୍ପକାଳ ମଧ୍ୟରେ ତାହାର ଆଉ ଗୁଣଶକ୍ତି ବା କଳ୍ପନାରାଜରେ କୌଣସି ବସ୍ତୁ ସଙ୍ଗେ ସମ୍ପର୍କ ଦେଖିପାରେ ନାହିଁ। କ୍ରମେ ତାହାର ଧର୍ମଭାବ ଓ ଅନୁକରଣ ବୃତ୍ତି ପରାଧୀନ ହୁଏ। ସେ ରକ୍ଷଣଶୀଳତାର ଦୃଢ଼ତର ଭାବରେ ଜଡ଼ିତ ହୁଏ। ରକ୍ଷଣଶୀଳତା ଜଳ ପ୍ରତିମାର ଅବତାରଣ ଗ୍ରହଣ କରି ଅନତି ବିଳମ୍ବରେ କେବଳ ଶୁଷ୍କ ରକ୍ଷଣଶୀଳତାରେ ପରିଣତ ହୁଏ। ତାହାର ବିଚାରଶକ୍ତି ଏକାବେଳେ ଆବଦ୍ଧ ହୁଏ। କ୍ରମେ ସେ ତାହାର ଉପାସ୍ୟ ଦେବତାକୁ ଶକ୍ତିହୀନ ଦେଖି ନିଜର ମନ୍ଦ ପ୍ରବୃତ୍ତି ତାଠାରେ ଆରୋପ କରେ ଏବଂ ତାହା ହିଁ କରି ପତିତ ହୁଏ। ଏପରି ଅନ୍ଧ ମୂର୍ତ୍ତିପୂଜା ଥରେ ଦୃଢ଼ମୂଳ ହେଲେ ଯେକୌଣସି ଦାର୍ଶନିକ ବିଶ୍ଳେଷଣ ଆଦିଶୀଘ୍ର ସେହି ମାର୍ଗ ଅବଲମ୍ବନ କରେ। ଏପରିକି ଯେଉଁ ମାନବର ପ୍ରତିଭାରେ ସେ ଚମତ୍କୃତ ହୁଏ ତାହା ଜୀବଦଶାରେ ତାହାକୁ ଗୋଟିଏ ମୂର୍ତ୍ତି ପରି ପୂଜା କରେ। ତାହାର ମାହାତ୍ମ୍ୟ ଆଡ଼କୁ ଆଉ ଦୃଷ୍ଟି ଦିଏ ନାହିଁ। କେବଳ ତାହାକୁ ଦେବତା ପରି ପୂଜା କରିବା ଦ୍ୱାରା ପୂଜକ ଏପରିକି ଅନେକ ସମୟରେ ପୂଜ୍ୟ ମଧ୍ୟ ଅବନତିର ପଥ ଅବଲମ୍ବନ କରନ୍ତି। ପୁଣି ଗୁଣବିହୀନ ମହାତ୍ମା ଶରୀରର ପୂଜା ଅନେକ ସମୟରେ ଗାଦି ପୂଜାରେ ପରିଣତ ହୁଏ। ଗୁଣହୀନ କେବେ ବା ପାପ ପ୍ରକୃତି ପୁତ୍ର ପୌତ୍ରାଦି ପ୍ରଭୃତି ଏହି ମହାତ୍ମାଙ୍କର ଉତ୍ତରାଧିକାରୀମାନେ ସମାନ ଭାବରେ ପୂଜା ପାଇବାରୁ ଧର୍ମାନୁଷ୍ଠାନ କୁରୁଚି ସମ୍ପନ୍ନ ବିଳାସ କ୍ରୀଡ଼ାରେ ପରିଣତ ହୁଏ। ଏହିଭଳି ପ୍ରତିମା ପୂଜା ନାନାବିଧ ଭାବରେ ନୈତିକ ଓ ଆଧ୍ୟାତ୍ମିକ ଜୀବନରେ ମନୁଷ୍ୟର ତଥା ସମାଜର ଅଧୋଗତି ସାଧନ କରେ। ଏସବୁ ଗଲା ପ୍ରଥମ ପ୍ରଣାଳୀର ପର୍ଯ୍ୟାଲୋଚନା। ଆମ୍ଭେମାନେ ଧର୍ମର ଉଦାହରଣ ଦେଇ ବ୍ୟାଖ୍ୟା କରୁଅଛୁ, ଏଣୁ ଆମ୍ଭମାନଙ୍କର ପରବର୍ତ୍ତୀ କାର୍ଯ୍ୟ ବହୁତ ସହଜ ହୋଇଯାଇଛି। ଏଣିକି ଆମ୍ଭେମାନେ ଏହି ଉଦାହରଣ ବ୍ୟାଖ୍ୟାକୁ ମଧ୍ୟ ଲକ୍ଷ୍ୟ କରି ସହଜରେ ଅନ୍ୟାନ୍ୟ ପ୍ରଣାଳୀର ଆଲୋଚନା କରିପାରିବୁ। ଏଇଠି ରହିଲା ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ ପ୍ରତିଭା ପୂଜା ଓ ପ୍ରତିମା ପୂଜା। ଆଗାମୀ ଅଧ୍ୟାୟରେ ଆମେ ଏହାର ଦ୍ୱିତୀୟ ଭାଗ ଶୁଣିବା। ରହିଲି, ନମସ୍କାର।